ଶୁଣୁଛ, ଚାଲ ସେ ପଟ୍ଟାରେ ଦସ୍ତଖତ ଦେଇଦବା। ଦେଖୁନ ଗ୍ରୁପ ସାର୍ ଅପାଙ୍କୁ କେତେ କଥା ଶୁଣେଇ ଦେଲେଣି। ଲକ୍ଷ୍ମୀ, ମତେ ବହୁତ ଖରାପ ଲାଗୁଛି। ଭାଉଜ ଏମିତି କାମ କରିପାରିଲେ? ହଉ ଛାଡ, ଯାହା ତ ହେଲାଣି। ଏବେ ଚାଲ ସେ ପଟ୍ଟାରେ ଦସ୍ତଖତ କରି ଅପାଙ୍କୁ ଦେଇଦବା। ଅପା, ନିଅ ପଟ୍ଟାଟା। ଥାଉ, କିଛି ଦରକାର ନାହିଁ। ସାର୍ ପଇସା ନେଇକି ଗଲେଣି। ଚୁପଚାପ ତମେ ଦୁଇ ଜଣ ଯାଅ ଏଠୁ। ଦେଖୁଛ ତ ଅପା ଆମକୁ କେମିତି କହିଲେ। ଓହୋ, ତମେ ତ ଜାଣିଛ ସେ କେମିତିକା ଲୋକ। କଣ ମିଳୁଛି ଆମକୁ କହିଲ? ଚାଲ ଘରକୁ ଯିବା। କଥାରେ ଅଛି, ନାରୀ ହେଉଛି ଘରର ଲକ୍ଷ୍ମୀ। ନାରୀ ଚାହିଁଲେ ଘରକୁ ଭାଙ୍ଗି ପାରିବ, ଆଉ ଯୋଡି ବି ପାରିବ। ବୁଝିଲ? ଠିକ କହିଲ। ଅପାଙ୍କ ପାଇଁ ଆଜି ଏଇ ଅବସ୍ଥା। ସିଏ ଏମିତି ଗୋଟେ ଲୋକ, ସବୁବେଳେ ତାଙ୍କ କଥା ହିଁ ଠିକ। ତାଙ୍କ କଥାରେ କିଏ ପାରିବ ଲୋ ମା? ବୁଝିଲ ଲକ୍ଷ୍ମୀ, ଯେମିତିଆ କର୍ମକୁ ସେମିତିଆ ଫଳ। ଆଜି ଏ ଫଳକୁ ଭୋଗିବାକୁ ଦଉଛି। ଯିଏ ଯେମିତି କର୍ମ କରିବ, ତାକୁ ସେମିତି ଫଳ ଭୋଗିବାକୁ ପଡିବ। ବୁଝିଲ?